ଆମ ଜୀବନ ନା ବାଘ ଆଉ ହରିଣର ଖେଳ ପରି। ପ୍ରତିଦିନ ସକାଳୁ ରାତି ପାହିଲେ ସକାଳୁ ବାଘ ଦୌଡ଼େ ସେ ତା ପେଟ ପୂରାଇବା ପାଇଁ, ଆଉ ହରିଣ ଦୌଡ଼େ ତା ଜୀବନ ବଞ୍ଚାଇବା ପାଇଁ। ଏ ଜୀବନକୁ ତେଣୁ ଦୌଡ଼େଇବାକୁ ପଡ଼ିବ। ବସି ରହିଲେ ଜୀବନ ହିଁ ସରିଯିବ। ହରିଣ ଯଦି ବସିଯିବ ତାର ବି ମୃତ୍ୟୁ ହେବ, ବାଘ ଯଦି ବସିଯିବ ତାର ବି ମୃତ୍ୟୁ ହେବ। ତେଣୁ ଆମେ ସକାଳୁ ଉଠିଲେ ଆମ ପାଖରେ ଦୁଇଟି ରାସ୍ତା ଥାଏ। ଆମେ କିଛି କରିବା ନା କରିବାନି। କାଲି କିଏ କ'ଣ କହିଥିଲା, କାଲି କ'ଣ ଘଟିଥିଲା, 2 ବର୍ଷ ତଳେ, ବର୍ଷେ ତଳେ ଆମକୁ କ'ଣ ସଫଳତା କି ବିଫଳତା ମିଳିଥିଲା, ବା କାଲିର ଦୁଃଖ କିଛି ଆଜି ନାହିଁ, ବା କାଲି କ'ଣ ଘଟିବ ତାହା ବି ଆମକୁ ଜଣା ନାହିଁ। କିନ୍ତୁ ଆମେ ସେସବୁକୁ ଚିନ୍ତା କରି ଆଜିର ବର୍ତ୍ତମାନକୁ ଆମେ ବିତେଇ ଦେଉ ସେମିତି ଚିନ୍ତା କରି କରି। ତ ଫ୍ରେଣ୍ଡସ୍, ମୁଁ ସ୍ମିତା ଆପଣଙ୍କ ସାଙ୍ଗ। କଥା ହେବା ପୂର୍ବରୁ ଆପଣଙ୍କୁ ନିଶ୍ଚିତ ପଚାରିବି ଆପଣ କେମିତି ଅଛନ୍ତି। କାହିଁକି ନା ସବୁ ସଫଳତା, ସବୁ କିଛିର ଊର୍ଦ୍ଧ୍ୱରେ ପ୍ରଥମେ ଆମେ ଯଦି ଭଲ ଅଛନ୍ତି ସବୁ କିଛି ଭଲ ଅଛି। ତ ଫ୍ରେଣ୍ଡସ୍, ଆଶା କରିବି ଆପଣମାନେ ସମସ୍ତେ ଦେହରେ ଆଉ ମନରେ ସମସ୍ତେ ଭଲ ଥିବେ। ତ ଗତ ଭିଡ଼ିଓରେ ଆପଣମାନେ ବହୁତ ସାରା କମେଣ୍ଟ ବି ଦେଇଥିଲେ। ବିଜନେସ୍ ଆଉ ଜବ୍ରେ ଆପଣଙ୍କର ଯାହା ଓପିନିଅନ୍ ଥିଲା, ବହୁତ ସୁନ୍ଦର ମତାମତ ଆପଣ ରଖିଥିଲେ। ସେଥିପାଇଁ ଆପଣଙ୍କୁ ବହୁତ ସାରା ଭଲ ପାଇବା ଆଉ ଧନ୍ୟବାଦ। ସକାଳୁ ଘରର ଛୋଟ ମୋଟ କେତେଟା କାମ ସାରିଲା ପରେ ମୁଁ ଆସିଯାଏ ଷ୍ଟଡି ଟେବୁଲକୁ। ସକାଳୁ ଉଠିକି ମୋର ଏଇଆ ହିଁ ସେଡ୍ୟୁଲ୍ ଥାଏ ଯେ ଟୁ ଡୁ ଲିଷ୍ଟ ବନେଇବା, ଗୀତା ପଢ଼ିବା, ତା ସହିତ ରାତିରେ ଯେଉଁ ଜର୍ନାଲ ମୁଁ ଲେଖିକି ଶୋଇଥାଏ ତ ତାକୁ ଆଉ ଥରେ ରିପିଟ୍ ପଢ଼ିବା, ତା ସହିତ ଅଳ୍ପ ସମୟର ଷ୍ଟଡି ପରେ ମୁଁ ପୁଣି ମୋର ଯାହା ବି କାମ ଥାଏ ମୁଁ ତାକୁ କରେ। ତ ଏଇଠି ଗୋଟେ କଥା ଆପଣଙ୍କ ସହିତ ସେୟାର କରିବି ଯେ ମୋ ଅତୀତରୁ ମୁଁ ଗୋଟେ କଥା ଶିଖିଛି ଯେ ଆଜିର ସମୟ କାଲିକି ରହିବନି। ଆମ ଅତୀତରେ କ'ଣ ଘଟିଥିଲା ଆମର ବି ମନେ ରହିବନି। ଆଉ କାଲି ଆମେ କ'ଣ ପାଇଁ କାନ୍ଦିଥିଲେ, କାଲି ଆମେ କ'ଣ ପାଇଁ ହସିଥିଲେ ତାହା ଆଜି ବି ମନେ ନାହିଁ। ତେଣୁ ଯଦି ଏତେ ସବୁ କଥା ଚେଞ୍ଜ ହେଇଯାଉଛି, ତାହେଲେ ଆଜିର ଯେଉଁ ଆମର କରିବାର ଅଛି ସେ କାମଟାକୁ ଆମେ କାହିଁକି ଟାଳିବା। ତେଣୁ ମନ ଦେହ ଯାହା ବି ଥାଉ ନା କାହିଁକି, ଆପଣ ଯେଉଁ ରୁଟିନ୍ଟାକୁ ଫଲୋ କରୁଛନ୍ତି, ଯେଉଁ ରୁଟିନ୍ଟାକୁ ଆପଣ ଫିକ୍ସ କରୁଛନ୍ତି, ତ ସେଇଟାକୁ ଆପଣ ନିଶ୍ଚିତ ଭାବରେ 100% ଚେଷ୍ଟା କରନ୍ତୁ ଦେବାକୁ। ଆମେ ତ 500 ବର୍ଷ ପାଇଁ ଆସିନାହାନ୍ତି ନା, ତେଣୁକରି ଆଜି ହେବନି, କାଲି ହେବନି, କାଲି ଦେଖିବା, ଏସବୁ ଚିନ୍ତାକୁ ଛାଡ଼ିକି ଆଉ ଆକ୍ଚୁଆଲି ପ୍ରତିଟି ସଫଳତା ଦେଖାଯାଏ ସିନା ଗୋଟେ ଦିନ, କିନ୍ତୁ ତା ପାଇଁ ତା ପୂର୍ବର ପ୍ରସ୍ତୁତି, ତାର ଯେଉଁ ପ୍ରୋସେସ୍, ତାର ଯେଉଁ ଆମକୁ ସିଷ୍ଟମକୁ ଫଲୋ କରିବାକୁ ପଡ଼େ, ସେଇଟା ହେଲା ପ୍ରକୃତ ସଫଳତା। କାହିଁକି ନା ସିଷ୍ଟମ ଆଉ ପ୍ରୋସେସ୍ ବିନା କିଛି ବି ସଫଳତା ନାହିଁ। ଡେଲି ହ୍ୟାବିଟ୍ସ ବିନା କିଛି ବି ସଫଳତା ନାହିଁ। ତେଣୁ ଆଜି ଆପଣଙ୍କ ମନ ଦୁଃଖ ହେଉଛି, କାଲିକି ସେଇଟା ଆଦୌ ବି ରହିବନି। ଆଉ ଆଜି ଯେଉଁ କାରଣ ପାଇଁ ଆପଣ କିଛି ବି ସମୟକୁ ଟାଳୁଛନ୍ତି, ଫେଲୁଅର୍ ହେଉଛନ୍ତି, ସେଇଟା କାଲିକି ରହିବନି। ତେଣୁ ଆଜି ଯାହା କରିବାର ଅଛି ତାକୁ ଆରାମସେ କରିଦିଅନ୍ତୁ। ତାପରେ ଯଦି ମନ ଦୁଃଖ ହେଉଛି ମନ ଦୁଃଖ କରିଦିଅନ୍ତୁ, କାନ୍ଦିବାକୁ ଇଚ୍ଛା ହେଉଛି କାନ୍ଦି ଦିଅନ୍ତୁ। ଆକ୍ଚୁଆଲି ଏବେ ତ ମୋର ଏମିତି ହେଇଯାଇଛି ଆଉ ବେଳ ନାହିଁ, ନା କାନ୍ଦିବା ପାଇଁ ବେଳ ଅଛି, ନା ଭାବିବା ପାଇଁ ବେଳ ଅଛି। ତେଣୁ ଯାହା ଗୋଟେ ରୁଟିନ୍ ବନାଯାଉଛି ତାକୁ କମ୍ପ୍ଲିଟ୍ କରିସାରିଲା ପରେ ବାସ୍ ତାପରେ ଯାହା ଇଚ୍ଛା ହେଉଛି କରନ୍ତୁ। ଯେକୌଣସି ଭଲ ହ୍ୟାବିଟ୍ସକୁ ଯଦି ଆମେ ରେଗୁଲାର ମେଣ୍ଟେନ୍ କରୁଛନ୍ତି ତାହେଲେ ଆମେ ବହୁତ ଆଗକୁ ଯାଇପାରିବା। ଆଉ ଯଦି ଆମକୁ ସହଜ ଲାଗୁଥିବା କାମକୁ ଯଦି ଆମେ ଟାଳି ଦେଉଛନ୍ତି, କରୁନାହାନ୍ତି ରେଗୁଲାର, ତାହେଲେ ଆମେ ବହୁତ ପଛକୁ ପଳେଇଯିବା। ଆଉ ଏ ସମୟ ଥରେ ଚାଲିଗଲେ ନା, ଆମେ ଯେତେ ନେହୁରା ହେଲେ ବି, ଯେତେ ଯାହା କଲେ ବି କିଛି ବି ଫେରିବନି। ଗୋଟେ ମୁହୂର୍ତ୍ତକୁ ବି ଆପଣ ପଛକୁ ଆଗକୁ କରିପାରିବେନି। କିନ୍ତୁ ଯଦି ଆପଣ ମୁହୂର୍ତ୍ତକୁ ନଷ୍ଟ କରିଦେଉଛନ୍ତି ନା, ତାହେଲେ ଆମ ଜୀବନ ବି ନଷ୍ଟ ହେଇଯିବ। ତ ଫ୍ରେଣ୍ଡସ୍, ଆଜି ଫାର୍ଷ୍ଟ ଟାଇମ୍ ପାଇଁ ଗୋଟେ ଥମ୍ବନେଲ୍ରେ ଯେଉଁ ଲେଖିଛି ଯେ କ'ଣ ମୁଁ ଏମିତି କମିଟମେଣ୍ଟ ମୋ ହଜବେଣ୍ଡଙ୍କ ସହିତ କରିଥିଲି ଯେଉଁଟାକି ମୋତେ ମହଙ୍ଗା ପଡ଼ିଲା। ମୁଁ କେବେ ପର୍ସନାଲ୍ କଥା ସେୟାର କରେନି, କିନ୍ତୁ ମୁଁ ଏଇଟା ଆପଣଙ୍କ ପାଇଁ ମଧ୍ୟ ଜରୁରୀ ବୋଲି ଲାଗିଲା, ସେଥିପାଇଁ ମୁଁ ପ୍ରଥମ ଥର ପାଇଁ କିଛି ସେୟାର କରିବାକୁ ଇଚ୍ଛା କଲି। ମୋ ମ୍ୟାରେଜ୍ର ଫିକ୍ସ ହେଲା ପରେ ମୁଁ 15 ଦିନ ପୂର୍ବରୁ ଆମେ ଯେଉଁ କଥା ହେଉଥିଲୁ, ତ ସେତେବେଳେ ମୋ ହଜବେଣ୍ଡ ମୋତେ କହିଥିଲେ ଯେ ମୁଁ ସାଲାରୀ ତୋତେ ସବୁ କିଛି ତୋ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେବି, କିନ୍ତୁ ମୁଁ ଘର କଥା କିଛି ବୁଝିବିନି, ତ ସବୁ କିଛି ଦାୟିତ୍ୱ ତୋର। ଘରଟା କେମିତି ଚାଲିବ, କ'ଣ ପିଲାଛୁଆ କେଉଁଠି ପଢ଼ିବେ, କ'ଣ କରିବେ, ଏମିତିକି ସବୁ କିଛି ଦାୟିତ୍ୱ ତୋତେ ହିଁ ସମ୍ଭାଳିବାକୁ ପଡ଼ିବ। ମୁଁ ସେଠି ସେତେବେଳେ କ'ଣ ମୁଁ ସେସବୁ କିଛି ଜାଣିଥିଲି କି? ମୁଁ ମଜାରେ ହଁ ମାରି ଦେଇଥିଲି। କିନ୍ତୁ ସେଇ ହଁଟା ମୋ ପାଇଁ ଏତେ ହେଇଗଲା ଆପଣ ବିଲିଭ୍ କରିବେନି। ଆଉ ଏତିକି ଖୁସି ଲାଗେ ଯେ ମୋ ବାପା ମାଆଙ୍କ ପରେ ମୋତେ ମୋ ହଜବେଣ୍ଡ ସେତିକି ସ୍ୱାଧୀନତା ଦେଇଛନ୍ତି ଯେ ଦୁନିଆର ସବୁ ଉଡ଼ାନ ମୋ ପାଇଁ କିଛି ବି ବାରଣ ନାହିଁ। କାହିଁକିନା ମୋର ସ୍ୱାଭିମାନ ଆଉ ସଂସ୍କାରକୁ ମୁଁ ଭଲ ଭାବରେ ଟାଇଟ୍ କରି ଧରିଥାଏ। ଏମିତି କିଛି କାମ କରେନି ଯେଉଁଥିରେ କି ମୋ ସ୍ୱାଭିମାନ ଆଉ ସଂସ୍କାର ଆଞ୍ଚ ଆସିବ। ତେଣୁ ସେଇଟା ମୋ ବାପା ମାଆ ବି ଜାଣିଥିଲେ ଆଉ ମୋ ହଜବେଣ୍ଡ ବି ଜାଣିଛନ୍ତି। ତେଣୁକରି ସେ ଏତିକି ସ୍ୱାଧୀନତା ଦେଇଛନ୍ତି ଯେତିକି ମୋ ଡେଣାରେ ଯେତିକି ବଳ ଅଛି ମୁଁ ଉଡ଼ିପାରିବି।
तेणु ये पुरुष प्रधान समाज रे से कौन प्रकार कटकणा मो स्वामी मते रखी नाहंती किंतु गोटे प्रॉब्लम अच्छे से दायित्व एते मो ऊपर लदी देइचंती जहाँ फल मो से जो डेणा तो देइचंती उड़ीबा को तो मो डेणा अच्छे मो पाखे किंतु से डेणा रे जदि भारी ओजन जिनस थिबो ताहले गोटे पक्षी उड़ीबो केमिति मो अवस्था ठीक सेया मो पाखे सब किसी फ्रीडम थाई कि भी मो कहीं जॉब करि पारुनी कहीं ना संसार समस्त रेस्पॉन्सिबिलिटी मते ही हैंडल करने को पड़े आ झील बेले जी जड़े एत कंफर्ट जोन रे थिला आ मैरिज पर जितेबाला एत सारा रेस्पॉन्सिबिलिटी तार आसीज से से कौटू समय पाइब तेणु सबकि योग्यता थाई कि भी केबे केबे कर्ण परी जमी पराजित होगाक पड़े अपमान सहवाक पड़े मो अवस्था ठीक से जाए किंतु मुझे पश्चाताप करेनि कहीं एतिक आत्मविश्वास तो निज उपर रहिबा दरकार आपण माने भी आपणको ऊपर सेतिक आत्मविश्वास रखंतु आपण जहाँ करिवे पूरा एकदम चमत्कार करिवे एकदम बेटर करिवे आ दुनिया ठू किछि अलगा करिवे ए हौसला सब बेले निज भितर रखिबा दरकार आपण माने जो माने मो व्यूअर्स अछंती आपण मानक भितर मैरिज भी अनेक जन करिसंती मैरिज भी अनेक जन करि नाहंती तेणु एमिति किछि सिचुएशन जतेबेले आपण आपणको हस्बैंड सहित कथा होचंती किंबा आपणकर मैरिज फिक्स हो जाउची तेणु सेतेबेले काहाकू किछि कथा देबा पूर्वरु भाबी चिंती कि कथा देबे ये जीवन ये समय सबकि स्वल्प समय आम आसछंती तेणुक मन को दृढ़ करके आपण जो समय जहाँ अच्छी जमीती अवस्था अच्छे करेन्ट वर्षा प्रबल मात्रा बर्तमान ओडिशा सारा होची कोठी करेन्ट कटि जाइथिबो कोठी कहा घरे पानी पशिगलानी एमिति विभिन्न प्रकार समस्या रोचे मोहम्बती जाली दिंतु पछे किंतु उठिक पढ़ंतु तो आमे जदि चाहिबा आम जीवन को उजाला करि परिबा आमे जदि चाहिबा आम जीवन को बदलाई परिबा। थैंक्स फॉर